ଉପରକୁ ଗଲେ ଜଣେ ଲୋକ ଉପରକୁ ଗଲେ ତା ଗୋଡ଼ ଟାଣିବା ପାଇଁ ବହୁତ ଲୋକ ଅଛନ୍ତି ତାକୁ ତଳକୁ ଖସେଇବା ପାଇଁ। ଆଉ ହଁ ହଁ ଉପରକୁ ଯିଏ ଯାଉଛି ତା ତଳୁ ପଛପଟରୁ ଗୋଡ ଟାଣା ହଉଛି। ତାମାନେ ତୋର କହିବା କଥା ନବ ହାଜା ଉପରକୁ ଚଢୁଥିଲା ତ ତେଣୁ ତା ଗୋଡ ଧରିକି ଲୋକ ଟାଣୁଛନ୍ତି। କାହିଁକି ତୁ କହୁନୁ ଡାଇରେକ୍ଟ ଯେ ନବ ହାଜା ଉପରକୁ ଚଢୁଥିଲା? ଅଙ୍କଲ ନିଜେ ଆସିକି କହିଦିଅନ୍ତେ ସତ କ'ଣ ମିଛ କ'ଣ ତାହେଲେ ତ ସବୁ କିଛି ଠିକ୍ ଠାକ୍ ହେଇଯାଆନ୍ତା। ଆଉ ଭିଡ଼ିଓ ବି ବହୁତ ଦିନରୁ ଆସୁନି ଆଉ ଚିନ୍ତା ହେଲାନି ଅଙ୍କଲ କେଉଁଠି ଅଛନ୍ତି କେମିତି ଅଛନ୍ତି। ଓହୋ ଅଙ୍କଲ ଏବେ କୋଉଠି ଅଛନ୍ତି ତୁ କିଛି ଜାଣିନଥିବୁ। ଅଙ୍କଲଙ୍କ ଭିଡିଓ ଦେଖିବାକୁ ପାଉନୁ। ଅଙ୍କଲ ଆସିକି ତତେ କହୁନାହାନ୍ତି ଯେ ମୋର ଆସିକି ମୁଁ ସୋସିଆଲ ମିଡିଆରେ ଆଉ କହୁନାହିଁ ଯେ ମୁଁ ହଁ ସତ ବିବାହ କରିଥିଲି 3 ମାସ ପରେ ତାକୁ ନେଇ ଛାଡିଦେନି। କାହିଁକି ନା ସେ ଗୋଟେ ସାନ୍ତାଳୀ ତ ତେଣୁ ମତେ ଆଉ ଭଲ ଲାଗିଲାନି। ମୁଁ ୟୁଟ୍ୟୁବର ଯେତେବେଳେ ହେଇଗଲି ପଇସା କମେଇନି ସେତେବେଳେ ଯାଇକି ଚାଇନାରେ ବାଂଲାଦେଶରେ ଆଉ ଆଫ୍ରିକାରେ ସବୁ ତ ଯାଇକି ମୁଁ ସିଆଡେ ଭଲ ଭଲ ମାଇପ ଦେଖିନି। ଆଉ ଏଠି ସାନ୍ତାଳୀ ମାଇପଟାକୁ କାହିଁ ରଖିବି? ଏଠି ଯୋଉ ଛୋଟ ଝିଅଟା କହୁଛି ସେଟା ପୁରା ମିଛ କହୁଛି ବୋଧେ ଆଉ।